ହଜିଲାଣି ଜିତୁଙ୍କ ନିଦ। 2019ରେ ଥିଲା ସହଜ ବିଜୟ, କିନ୍ତୁ 2024ରେ ସହଜ ନୁହେଁ ଏ ବିଜୟ। ଏକଥା ଜାଣି ସାରିଲେଣି ଜିତୁ। ଦଳ ଛାଡ଼ିଲେଣି ଧର୍ମଶାଳାର ବହୁ ବିଜେଡି ନେତା। ପ୍ରଣବଙ୍କ ପାଇଁ ସହଜ ନୁହେଁ 2024। ପ୍ରଣବ ବଳବନ୍ତରାୟ ଓରଫ ଜିତୁ ଗଲା ଏକ ଦଶନ୍ଧିରୁ ଅଧିକ ସମୟ ଧରି ସେ ଧର୍ମଶାଳାରେ ବଡ଼ ମାର୍ଜିନରେ ଜିତୁଛନ୍ତି। କିନ୍ତୁ ଜିତୁ ଜାଣି ସାରିଲେଣି 2024 ନିର୍ବାଚନ ବିଜେଡି ପାଇଁ ସହଜ ନୁହେଁ। ହଁ ଆଜ୍ଞା, ଆମେ କହୁଛୁ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର କଥା। ବିଜେପି ଏଠାରେ ସ୍ମୃତିରେଖା ପହିଙ୍କୁ ଟିକଟ ଦେବା ପରେ ବିଜେପିର ଯୁବ ଆଶାୟୀ ହିମାଂଶୁ ଶେଖର ସାହୁ ଏବେ ନାଖୁସ। ହିମାଂଶୁଙ୍କୁ ଦଳ ଯଦି ଟିକେଟ ନ ଦିଏ ବା ଧର୍ମଶାଳା ବିଜେପି ଯଦି ନିଜର ପ୍ରାର୍ଥୀ ନ ବଦଳାଏ, ତେବେ ହିମାଂଶୁ ସ୍ୱାଧୀନରୁ ଲଢ଼ିବା ଏକ ପ୍ରକାରର ନିଶ୍ଚିତ। ପ୍ରଣବଙ୍କ ବିରୋଧରେ ସେ ଯଦି ସ୍ୱାଧୀନରୁ ଲଢ଼ନ୍ତି, ତେବେ ବିଜେପି ଓ ଅସନ୍ତୁଷ୍ଟ ବିଜେଡି ଭୋଟ ତାଙ୍କ ଆଡ଼କୁ ଯାଇପାରେ। ଏହା ହେଲେ ସେ ଜିତୁଙ୍କୁ ବା ବିଜେଡିକୁ ଧର୍ମଶାଳାରେ ପାଣି ପିଆଇ ପାରିବେ। ଲୋକ କହୁଛନ୍ତି, ଯଦି ବିଜେଡି ବା ପ୍ରଣବ ବଳବନ୍ତରାୟଙ୍କୁ ଯଦି କିଏ ଟକ୍କର ଦେଇପାରିବେ, ସେ ହେଉଛନ୍ତି ଲିକୁ। ଯଦି ଲିକୁ 54 ପଞ୍ଚାୟତର ଲୋକଙ୍କ ହୃଦୟ ଜିତିବେ, ତେବେ ସେ ଧର୍ମଶାଳାରୁ ବିଜୟ ମଧ୍ୟ ପାଇପାରିବେ ବୋଲି ଲୋକେ କହିଲେଣି। ବ୍ୟୁରୋ ରିପୋର୍ଟ, ଦି ମିଡ଼ିଆ ଟକ୍।